ଆଜ୍ଞା ନମସ୍କାର। ଆଜିକାଲି ଜାତୀୟ ରାଜନୀତିକୁ ଆପଣ ଯଦି ଅନୁଶୀଳନ କରିବେ, ଆପଣ ଲକ୍ଷ୍ୟ କରିବେ ଜାତୀୟ ଦଳ ଉଭୟ ବିଜେପି ହେଉ ବା କଂଗ୍ରେସ, ଏମାନେ ବର୍ତ୍ତମାନ ଧୀରେ ଧୀରେ ଆଞ୍ଚଳିକ ଦଳଗୁଡ଼ିକୁ ଗିଳିବାରେ ଲାଗିଛନ୍ତି। ସେମାନଙ୍କର ଲକ୍ଷ୍ୟ ହେଉଛି ଏ ଆଞ୍ଚଳିକ ଦଳଗୁଡ଼ିକ ଫିନିସ୍ ହେଇଯାଉ, ଭ୍ୟାନିସ୍ ହେଇଯାଉ, ଯାହାଫଳରେ ଜାତୀୟ ଦଳର ରାଜ ସାରା ଦେଶରେ ଚାଲିବ। ମୁଁ କିଛି ଛୋଟ ଛୋଟ ଉଦାହରଣ ଦେଖିଲେ ଆପଣମାନେ ଅନୁଶୀଳନ କରିପାରିବେ। ଏବେ ବିହାରକୁ ଟିକେ ଯିବା। ବିହାର ବିଧାନସଭା ନିର୍ବାଚନ, ଆପଣ ଜାଣିଥିବେ ବିହାରରେ ଯୋଡ଼ିଏ ଦଳ ପାୱାରଫୁଲ୍, ମଜବୁତ, ଗୋଟେ ଜେଡିୟୁ ଆଉ ଆରଜେଡି। ଆମେ ଏକଥା କହିବାନି ଯେ ଭାରତୀୟ ଜନତା ପାର୍ଟିର ଶକ୍ତି ନାହିଁ କି କଂଗ୍ରେସର ଶକ୍ତି ନାହିଁ, କିନ୍ତୁ ଜେଡିୟୁ ଆରଜେଡି ଯଦି ଏକାଠି ହେବେ ଜାତୀୟ ଦଳଗୁଡ଼ିକ ବହୁ ପଛରେ ପଡ଼ିଯିବେ। କିନ୍ତୁ ବିଭିନ୍ନ ପ୍ରକାର ଅଙ୍କ ଯୋଗୁଁ ଜେଡିୟୁ ରହିଛି ବିଜେପି ସାଙ୍ଗରେ, ସେପଟେ ଆରଜେଡି ରହିଛି କଂଗ୍ରେସ ସାଙ୍ଗରେ। କିନ୍ତୁ ବୋଧହୁଏ ଇତିହାସରେ ପ୍ରଥମ ଥର ପାଇଁ ଅନେକ ବର୍ଷ ପରେ ବିହାରରେ ଦୁଇ ପ୍ରମୁଖ ଦଳ ଜେଡିୟୁ ଓ ଆରଜେଡି ନିର୍ବାଚନ ଲଢ଼ିଲେ ବିନା ମୁଖ୍ୟମନ୍ତ୍ରୀ ପଦରେ। ମାନେ ଏନଡିଏର କିଏ ମୁଖ୍ୟମନ୍ତ୍ରୀ ହେବ, ମହାଗଠବନ୍ଧନର କିଏ ମୁଖ୍ୟମନ୍ତ୍ରୀ ହେବ, ତାହା ଆଜ୍ଞା ସ୍ଥିର ହୋଇପାରିଲା ନାହିଁ। କାହିଁକି? ବିଜେପି ଚାହିଁଲାନି ନୀତିଶ କୁମାରକୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରୋଜେକ୍ଟ କରିବା ପାଇଁ। ପୂର୍ବରୁ ସେମାନେ କରି ଆସୁଥିଲେ ଏବଂ ଅମିତ ଶାହ ଯେଉଁଭଳି ବକ୍ତବ୍ୟ ଦେଇଛନ୍ତି ଏବଂ ତାକୁ ନେଇକି ଜେଡିୟୁ ଯାହା କହିଛି ତାହା ବି ଆମେ ଉଣାଅଧିକେ ଜାଣିଛେ। ନୀତିଶ କୁମାରଙ୍କର ଏ ରାଜନୀତି, ଏ ଦବଦବା ଏଇଠି ସରିଯିବ ବୋଲି ଅମିତ ଶାହ ଇଙ୍ଗିତ ଦେଇଛନ୍ତି। ଆଉ ସେପଟେ ଲକ୍ଷ୍ୟ କରିଥିବେ ଆରଜେଡି ପକ୍ଷରୁ ବହୁବାର ଦାବି କରାଗଲା, ନିଜେ ତେଜସ୍ୱୀ ଯାଦବ ମଧ୍ୟ ବହୁବାର ଦାବି କଲେ, ହେଲେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମହାଗଠବନ୍ଧନ ଘୋଷଣା କଲା ନାହିଁ। ଅର୍ଥାତ୍ ବିଜେପି ଚାହୁଁନାହିଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ସେପଟେ କଂଗ୍ରେସ ଚାହୁଁନାହିଁ ଆରଜେଡିର ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ବିଶେଷ କରି ରାହୁଲ ଗାନ୍ଧୀ ବୋଧହୁଏ ଚାହୁଁନାହାନ୍ତି। ଅର୍ଥାତ୍ ସେମାନଙ୍କର ଲକ୍ଷ୍ୟ ହେଉଛି ଧୀରେ 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 କଳେ ବଳେ କୌଶଳେ ଏ ଆଞ୍ଚଳିକ ଦଳଗୁଡ଼ିକୁ ଭ୍ୟାନିସ୍ କରିଦିଆଯିବ। ମହାରାଷ୍ଟ୍ରରେ ଆପଣ ଦେଖନ୍ତୁ, ତାଙ୍କର ଏଠି ଶିବସେନା, ଏନସିପି ଏମାନଙ୍କର ବହୁତ ଦବଦବା ଥିଲା। ବିଜେପି ଓ କଂଗ୍ରେସକୁ ମଧ୍ୟ ସେମାନେ ଟକ୍କର ଦେଉଥିଲେ। ଆଜିକା ଦିନରେ ସ୍ଥିତି କ'ଣ ହେଲା? ଗୋଟିଏ ଫାଳ ଶିବସେନା ସାଙ୍ଗରେ, ଆଉ ଗୋଟିଏ ଫାଳ ରହିଯାଇଛି ଶିବସେନା ଦିଫାଳ ହେଇକି, ଗୋଟିଏ ବିଜେପି ପାଖରେ, ଗୋଟିଏ କଂଗ୍ରେସ ପାଖରେ। ଏନସିପିର ଅବସ୍ଥା ମଧ୍ୟ ସେଇଆ। ଫଳରେ ଧୀରେ 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 ସେମାନେ ଶକ୍ତିହୀନ ହେଇଯିବେ। ଆପଣ ଦିଲ୍ଲୀ ନିର୍ବାଚନ କଥା ଦେଖନ୍ତୁ। ଆମ୍ ଆଦମୀ ପାର୍ଟି ଥିଲା ଆମର ଇଣ୍ଡିମେଣ୍ଟରେ, କିନ୍ତୁ ଯେତେବେଳେ ବିଧାନସଭା ନିର୍ବାଚନ ଆସିଲା ରାହୁଲ ଗାନ୍ଧୀଙ୍କର ଟାର୍ଗେଟ୍ ହେଲା ଅରବିନ୍ଦ କେଜରିୱାଲ, ଯେ କେଜରିୱାଲଙ୍କୁ ହରାଇବାକୁ ପଡ଼ିବ, କାରଣ କେଜରିୱାଲଙ୍କ ରାଇଜ୍ ପାଇଁ କଂଗ୍ରେସ ଦୁର୍ବଳ ହୋଇଯାଇଛି। ତେଣୁ ସେ ତାଙ୍କ ଅଙ୍କ ଆଜ୍ଞା କଷୁଛନ୍ତି, ଯେଉଁଥିପାଇଁ ଦିଲ୍ଲୀରେ ବିଜେପି ପାଖାପାଖି ଏକ ପାଖିଆ ବିଜୟ ହାସଲ କହିଲେ ମାନେ କରିଛି ବୋଲି କହିଲେ ଭୁଲ ହେବ ନାହିଁ। ଆପଣ ଦେଖନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗରେ କେବଳ ମମତା ବାନାର୍ଜୀଙ୍କର ମାନେ ଗୋଟେ ଶକ୍ତିଶାଳୀ ସଂଗଠନ ରହିଛି ବୋଲି, ନଚେତ୍ ନା ତାଙ୍କୁ ବିଜେପି ଭଲ ପାଉଛି, ନା ତାଙ୍କୁ କଂଗ୍ରେସ ଭଲ ପାଉଛି। ମୌକା ମିଳିଲେ ଉଭୟ ମମତା ବାନାର୍ଜୀକୁ ହଟେଇବା ପାଇଁ ଭିତରିଆ ଏକାଠି ହେଇଗଲେ ବି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ସେମାନଙ୍କ ଲକ୍ଷ୍ୟ ହେଉଛି ମମତା ବାନାର୍ଜୀ ନ ହଟିଲା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବିଜେପି କିମ୍ବା କଂଗ୍ରେସର ଶକ୍ତି ବହୁତ ବଢ଼ିପାରିବ ନାହିଁ। ମମତା ହିଁ ସେମାନଙ୍କୁ ଅଟକାଇ ଦେଉଛନ୍ତି। ତେଣୁ ଆପଣ ଯଦି ଏଇଭଳି ଭାବରେ ଦେଖିବେ, ବିଶେଷ କରି ଉତ୍ତର ଭାରତ, ପୂର୍ବ ଭାରତ, ପଶ୍ଚିମ ଭାରତ ରାଜନୀତି, ମନେ ହେବ ଯେ ବିଜେପି ଓ କଂଗ୍ରେସର ଲକ୍ଷ୍ୟ ସମାନେ, ଆଭିମୁଖ୍ୟ ସମାନେ। ପ୍ରଥମ ଲକ୍ଷ୍ୟଟି କଳେ ବଳେ କୌଶଳେ କ୍ଷମତା ହାସଲ କରିବା ଏବଂ ଦ୍ୱିତୀୟ ଲକ୍ଷ୍ୟଟି ହେଉଛି
ଆଞ୍ଚଳିକ ଦଳଗୁଡ଼ିକୁ ମୂଳପୋଛ କରିଦେବା, ନହେଲେ ଶକ୍ତିହୀନ କରିଦେବା। ଯଦି ଆମର କେତେବେଳେ ଆବଶ୍ୟକ ପଡ଼େ ମେଣ୍ଟ ପାଇଁ, ତାହେଲେ ଆମେ ହେବୁ ବଡ଼ ଭାଇ, ଆଞ୍ଚଳିକ ଦଳ ହେବ ସାନ ଭାଇ। କାହିଁକିନା ଅତୀତରେ ଆଞ୍ଚଳିକ ଦଳର ପ୍ରାଦୁର୍ଭାବ, ପତିଆରା, ଏଗୁଡ଼ା ସବୁ ବଢ଼ିବା ପରେ ବିଜେପି ଓ କଂଗ୍ରେସ କ୍ଷତିଗ୍ରସ୍ତ ହୋଇଛନ୍ତି। କାହିଁକିନା ଉପରେ ଏତେ ଲୋକଙ୍କୁ ଧରିକି ଚାଲିବା, ଏନ୍ଡିଏ ମଧ୍ୟ ଏତେ ସହଯୋଗୀ ଦଳଙ୍କୁ ଧରିକି ଚାଲିବା, ତାଙ୍କ ପାଇଁ ନିଶ୍ଚିତ ଭାବରେ ବିଜେପି ଓ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ଏକଥା ବି ମାନିବାକୁ ପଡ଼ିବ, ଏ ଆଞ୍ଚଳିକ ଦଳ ପାଇଁ ମଧ୍ୟ ଏମାନେ ମଜବୁତ ହୋଇଥିଲେ। ଉପା ସରକାର ଅମଳରେ କଂଗ୍ରେସକୁ ଯଦି ଅନ୍ୟ ଆଞ୍ଚଳିକ ଦଳ ସହଯୋଗ କରିନଥାନ୍ତେ, ତାହେଲେ ମନମୋହନ ସିଂ ପ୍ରଧାନମନ୍ତ୍ରୀ 10 ବର୍ଷ ଧରିକି ରହିପାରିନଥାନ୍ତେ। ଏଇଟା ବି ବୁଝିବା ଦରକାର। ତେଣୁ ଆଗାମୀ ଦିନରେ ଜାତୀୟ ଦଳର ଏ ଚାଲକୁ ଆଞ୍ଚଳିକ ଦଳର ନେତାମାନେ କିଭଳି ମୁକାବିଲା କରୁଛନ୍ତି, ତାହା ଉପରେ ନିଶ୍ଚିତ ଭାବରେ ଆମ ସମସ୍ତଙ୍କର ନଜର ରହିବ। ନମସ୍କାର ଆଜ୍ଞା।